ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ରାଜଗାଙ୍ଗପୁରରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ। ଯଦି ଦେଖିବା ରାଜଗାଙ୍ଗପୁରର ଲାଞ୍ଜିବେଞ୍ଜା ଅଞ୍ଚଳରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରାୟ 90% ତାଙ୍କ ଶରୀର ପୋଡ଼ିଯାଇଛି। ଏବେ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ଗୁରୁତର ଅଛି। ତାଙ୍କୁ ରାଉରକେଲାର IGH ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କ ଅବସ୍ଥା ଗୁରୁତର ସଙ୍ଗୀନ ହେବାକୁ ଲାଗିଛି। କେଉଁ କାରଣରୁ ଏସବୁ ଘଟିଲା ତାକୁ ନେଇ କୌଣସି ବି ସ୍ପଷ୍ଟ ଯଦିଓ ସ୍ପଷ୍ଟ ତଥ୍ୟ ଆସୁନାହିଁ। ଏଥିପାଇଁ କିନ୍ତୁ ଜଣେ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ କରାଯାଇଛି। ସମ୍ପୂର୍ଣ୍ଣ ଡିଜି ପୋଲିସ ଡିଜି ତଥ୍ୟ ଦେଇଛନ୍ତି କି କୌଣସି ପରିବାର ତରଫରୁ କମ୍ପ୍ଲେନ୍ ଆସିନାହିଁ। ରାଜଗାଙ୍ଗପୁରର ଲାଞ୍ଜିବେଞ୍ଜା ଅଞ୍ଚଳରୁ ଏଭଳି ଏକ ତଥ୍ୟ ଆସି ପହଞ୍ଚୁଛି କି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ। ସେ ଯଦି ଜଣାପଡ଼ୁଛି ଉକ୍ତ ଛାତ୍ରୀ ଜଣକ ଯୁକ୍ତ 3ରେ ହିଁ ପଢ଼ୁଥିଲେ। ଯୁକ୍ତ 3ର ପ୍ରଥମ ବର୍ଷ ଛାତ୍ରୀ ଥିଲେ ଯାହା ଜଣାପଡ଼ିଛି। କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ଏବଂ କେଉଁ କାରଣ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲା ତାକୁ ନେଇ ବଡ଼ ପ୍ରଶ୍ନ। ପୁଣି ଆଉ ଏକ ଘଟଣା ଘଟିଯିବନ୍ତ ବାଲେଶ୍ୱର FM କଲେଜ ଭଳି, ତାକୁ ନେଇ ବଡ଼ ଚର୍ଚ୍ଚା। ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ରାଜଗାଙ୍ଗପୁର ଅଞ୍ଚଳରେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସକାଳର ସବୁଠୁ ବଡ଼ ଖବର, ଲାଟେଷ୍ଟ ଅପଡେଟ୍। କ'ଣ ପାଇଁ କେଉଁ କାରଣରୁ ଉକ୍ତ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଏବେ ବି ଇନଭେଷ୍ଟିଗେସନ ଜାରି ରହିଛି।